ଏହି ଦିଗ ହିସାବ କରୁ କରୁ ଅଧ୍ୟାପକ ଦିନେ ପଚାରିଲେ, ଆମେ ଯେଉଁ ମଙ୍ଗଳ ଗ୍ରହକୁ ଯିବା ସେହି ମଙ୍ଗଳ ଗ୍ରହ ବିଷୟରେ ତୁମେ କିଛି ଜାଣିଛ ଲରା? ମୋ ମୁଣ୍ଡଟି ଟୁଙ୍ଗାରି ନାସ୍ତି କଲି। ସେ ଆରମ୍ଭ କଲେ, ମଙ୍ଗଳ ଗ୍ରହର ଅବସ୍ଥା କେତେକାଂଶରେ ଆମ ପୃଥିବୀ ଭଳି। ଜ୍ୟୋତିର୍ବିଦମାନେ କହନ୍ତି ପୃଥିବୀଠାରୁ ଏହା ଢେର ଛୋଟ। ଏହାର ଆକାର ପୃଥିବୀ ଆକାରର ମୋଟେ 6 ଭାଗରୁ ଭାଗେ। ଏହାର ବ୍ୟାସ ମୋଟେ 42 ମାଇଲ, ପୃଥିବୀ ବ୍ୟାସର ଅଧେ। ତେଣୁ ମଙ୍ଗଳ ଗ୍ରହରେ ମାଧ୍ୟାକର୍ଷଣ ବଳ ଢେର କମ୍। ଜଣେ ଲୋକ ଯେତିକି ବଳ ନେଇ ପୃଥିବୀ ପୃଷ୍ଠରେ 20 ଫୁଟ ଡେଇଁବ, ସେତିକି ବଳ ନେଇ ସେ ମଙ୍ଗଳ ଗ୍ରହରେ ଅକ୍ଳେଶରେ 50 ଫୁଟ ଡେଇଁପାରିବ। ଖାଲି ସେତିକି ନୁହେଁ, ପୃଥିବୀ ପୃଷ୍ଠରେ ଯେଉଁ ପଦାର୍ଥ ଭାରୀ, ମଙ୍ଗଳ ଗ୍ରହରେ ତାହା ଢେର ହାଲୁକା, ପ୍ରାୟ ଅଧକରୁ କମ୍ ବୋଲି ଜଣାପଡ଼େ। ବାଃ, ସେଠି ଚମତ୍କାର ଅବସ୍ଥା ତ! ଆମେ ଯେଉଁ ପଦାର୍ଥ ଏଠାରେ ଉଠାଇ ପାରିବାନି, ତାକୁ ସେଠାରେ ଅକ୍ଳେଶରେ ଉଠାଇ ଦେଇପାରିବା। ଅତି ଖୁସି ହୋଇ କହି ପକାଇଲି। ତୁମେ ଆହୁରି ଆଶ୍ଚର୍ଯ୍ୟ ହେବ ଲରା, ସେ କହିଲେ। ଯେତେବେଳେ ମଙ୍ଗଳ ଗ୍ରହ ଆକାଶରେ ଦେଖିବ 2ଟି ଚନ୍ଦ୍ର, ଗୋଟିଏ 7.5 ଘଣ୍ଟାରେ, ଅନ୍ୟଟି 30 ଘଣ୍ଟାରେ ମଙ୍ଗଳ ଗ୍ରହକୁ ପରିକ୍ରମଣ କରୁଥିବାରୁ ପ୍ରଥମଟି ଆକାଶରେ ଦୌଡ଼ିଲା ଭଳି ମନେ ହେବ। 2ଟି ଚନ୍ଦ୍ର? ସେମାନେ ଯଦି ସର୍ବଦା ଆକାଶରେ ରହିଥିବେ, ତେବେ ଅନ୍ଧାର ତ ରାତି ତ କେବେ ହେଉନଥିବ। ସେମାନଙ୍କ ଦିନ ରାତିର ପରିମାଣ କ'ଣ ଆମ ଦିନ ରାତି ଭଳି? ମୁଁ ପଚାରିଲି। ମଙ୍ଗଳ ଗ୍ରହ ଦିନ ରାତିର ପରିମାଣ ଆମ ମାପ ଅନୁସାରେ 24.5 ଘଣ୍ଟା ଲାଗେ। ତେଣୁ ସେମାନଙ୍କ ଦିନ ଓ ରାତିର ପରିମାଣ ଆମଠାରୁ କିଞ୍ଚିତ୍ ବେଶୀ। ଆମ ପୃଥିବୀ ଭଳି ସେଠାରେ ମଧ୍ୟ ଦିନ ରାତି ସାନ ବଡ଼ ହୁଏ। ତାହେଲେ ଆମ ଭଳି ସେମାନଙ୍କର ଋତୁ ପରିବର୍ତ୍ତନ ତ ହେଉଥିବ? ପଚାରିଲି ମୁଁ। ହଁ, ତୁମେ ଠିକ୍ କହିଛ ଲରା। ଆମ ଭଳି ସେମାନଙ୍କର ମଧ୍ୟ ବିଭିନ୍ନ ଋତୁ ଅଛି, କିନ୍ତୁ ଋତୁଗୁଡ଼ିକର ଦିନର ପରିମାଣ ଆମ ଋତୁ ଅପେକ୍ଷା ପ୍ରାୟ 2 ଗୁଣ। କାରଣ କ'ଣ ଜାଣ? ମୁଣ୍ଡ ହଲାଇ ଅଜ୍ଞତା ପ୍ରକାଶ କଲି। ସେଠାରେ ବର୍ଷକ ହେଉଛି 678 ଦିନ, ଆମ ବର୍ଷର ପ୍ରାୟ 2 ଗୁଣ। ସେଥିନିମିତ୍ତ ଋତୁଗୁଡ଼ିକ ବଡ଼ ହୋଇଥାନ୍ତି, ଉତ୍ତର ଦେଲେ। ସେଦିନ ପ୍ରାୟ ସନ୍ଧ୍ୟା ହୋଇଆସିଲାଣି। ଅଧ୍ୟାପକ ବିଦ୍ୟାଳୟରୁ ଫେରି ନଥାନ୍ତି। ମୁଁ ଛାତ ଉପରେ ବୁଲୁ ବୁଲୁ ଖଣ୍ଡିଏ ଚେୟାର ଟାଣି ନେଇ ବସିଲି। କୃଷ୍ଣପକ୍ଷର ଅନ୍ଧକାର ସ୍ତବ୍ଧ ରଜନୀ ଦୂର ଦିଗ୍ବଳୟର ଆଲୋକିତ ରାଜପଥ ଆଡ଼କୁ ଅନାଇ ବସିଥାଏ। ମନେ ମନେ ଭାବି ଚାଲିଥାଏ ଅତୀତର କେତେ ସ୍ପଷ୍ଟ ଅସ୍ପଷ୍ଟ ଛୋଟ ବଡ଼ ଘଟଣା। ବେଳେବେଳେ ମୋର ମନେ ପଡ଼ି ଯାଉଥାଏ ପିଟର୍ସବର୍ଗର ସେହି କଲେଜ ଜୀବନ। ନୂଆ ପୁରୁଣା କେତେ ସାଙ୍ଗସାଥୀଙ୍କୁ ନେଇ ମୁଁ ମୋର ଜୀବନ ଅତିବାହିତ କରି ଆସିଥିଲି। ଗବେଷଣାର ଉନ୍ମାଦନାରେ ମୁଁ କେଉଁ ଶୁଭ ମୁହୂର୍ତ୍ତରେ ଘରୁ ବାହାରିଥିଲି କେଜାଣି, ଶେଷରେ ମୁଁ ଯୁକ୍ତରାଷ୍ଟ୍ରର ଶେଷ ବୈଜ୍ଞାନିକଙ୍କର ଏତେ ବଡ଼ ପ୍ରିୟପାତ୍ରୀ ହେଲି ଓ ତାଙ୍କ ସହିତ ସୁଦୂର ମଙ୍ଗଳ ଗ୍ରହକୁ ଯାଇ ବିଶ୍ୱର ଶ୍ରେଷ୍ଠ ଆବିଷ୍କାରରେ ନିଜକୁ ନିୟୋଜିତ କରିବା ପାଇଁ ଠିକ୍ କଲି। ଏହିଭଳି ମୁଁ ମୋର ଭାବନା ରାଜ୍ୟରେ ବୁଲି ଚାଲିଛି। ହଠାତ୍ ଡାହାଣ କାନ୍ଧ ଉପରେ କାହାର ଉଷ୍ଣ ସ୍ପର୍ଶ ଅନୁଭବ କରି ଚମକି ପଡ଼ିଲି। ସାଙ୍ଗେ ସାଙ୍ଗେ ବୁଲି ପଡ଼ି ଦେଖେ ତ ଅଧ୍ୟାପକ। କ୍ଷଣକ ପାଇଁ ଅପଲକ ନେତ୍ରରେ ଉଭୟ ଉଭୟଙ୍କୁ ଚାହିଁ ରହିଲୁ। ଦୁହିଁଙ୍କୁ ଦୁହେଁ ନିର୍ବାକ, ନିସ୍ପନ୍ଦ ଓ ଗମ୍ଭୀର। କିଛି କ୍ଷଣ ପରେ ଟିକିଏ ହସିଦେଇ ବ୍ୟଥିତ କଣ୍ଠରେ ଡାକିଲେ, ଲରା! ତାଙ୍କୁ ଠିଆ ହେବାର ଦେଖି ସମ୍ଭ୍ରମର ସହିତ ଚେୟାରରୁ ଉଠି ପଡ଼ିଲି। ତାଙ୍କର ସେହି ଡାକରେ ମୋ ମନରେ ହଠାତ୍ କାହିଁକି ଏକ ଦୁର୍ବଳତା ଆସିଲା, ଭାବିପାରିଲିନି। ସମସ୍ତ ଶରୀରଟା ମୋର ଏକ ଅଜ୍ଞାତ ପୁଲକରେ ପୁଲକିତ ହୋଇ ଉଠିଲା। ସେ ପଚାରିଲେ, ଏଠାରେ ବସି କ'ଣ ଭାବୁଛ ଲରା? ତାଙ୍କ ପ୍ରଶ୍ନର କ'ଣ ଉତ୍ତର ଦେବି ବୋଲି କିଛି ଠିକ୍ କରିପାରିଲିନି। ବଡ଼ ସାହସର ସହିତ କହିଲି, ଆପଣ ପରା ମୋ ମନ କଥା ଜାଣିପାରନ୍ତି। ମୁଁ କ'ଣ ଭାବୁଛି ଆପଣ କହନ୍ତୁ ନା ଦେଖି। ସେଦିନ ପରା ଆପଣ ମୋ ମନ କଥା କହି ପକାଇଥିଲେ। ସେ ହଠାତ୍ ହସି ଉଠିଲେ। ଓହୋ, ସେହି କଥା! ତୁମେ କ'ଣ ଭାବୁଛ ମୁଁ କହିପାରିବିନି? କହିବି, ତୁମେ କ'ଣ ଭାବୁଛ? ମୁଁ କିଛି ନ କହି ଚୁପ୍ ରହିଲି। ସେ କହିଲେ, ତୁମେ ଭାବୁଛ ତୁମ ବାପା ମା ଭାଇମାନଙ୍କ କଥା। ସଂସାରରେ ଏତେ ବଡ଼ ବନ୍ଧନ ଛାଡ଼ି ତୁମେ ମୋ ସହିତ କିପରି ଏହି ପୃଥିବୀରୁ ଚାଲିଯିବ, ସେହି କଥା ଭାବୁଛ, ନୁହେଁ? ଅଧ୍ୟାପକଙ୍କ ଏହି କଥା ଶୁଣି ବଡ଼ ପାଟିରେ ହସି ଉଠିଲି। କହିଲି, ଆପଣ ଆଜି ଧରିପାରିଲେନି। ଆପଣ ଯେଉଁ କଥା କହୁଛନ୍ତି ମୁଁ ମୋଟେ ସେ କଥା ଭାବିନି। ଆପଣ ସେଦିନ ଭାଗ୍ୟକ୍ରମେ କୃତକାର୍ଯ୍ୟ ହୋଇଥିଲେ ବୋଲି ଆଜି ଯେ କୃତକାର୍ଯ୍ୟ ହେବେ, ତା'ର କିଛି କାରଣ ନାହିଁ। ଆପଣଙ୍କର ସେ ଦିଗରେ କୌଣସି ପାରଦର୍ଶିତା ନାହିଁ ବୋଲି ଭଲ ଭାବରେ ଜଣାପଡ଼ିଲା। ଅଧ୍ୟାପକ ତାଙ୍କ ଅକୃତକାର୍ଯ୍ୟରେ ବିଚଳିତ ନ ହୋଇ କଥାର ମୋଡ଼ ବଦଳାଇ ଆରମ୍ଭ କଲେ, ହେଉ, ତୁମେ ଯାହା ଭାବୁଛ ଭାବ, କିନ୍ତୁ ଗୋଟିଏ କଥା ଜାଣିଛ ଲରା, ତୁମେ ଯେଉଁ ମଙ୍ଗଳ ଗ୍ରହକୁ ଯିବ, ଆକାଶରେ ସେହି ଗ୍ରହକୁ ଚିହ୍ନିଛ?
ଘନକୃଷ୍ଣ ଆକାଶର ପ୍ରାଙ୍ଗଣରେ ଅସଂଖ୍ୟ ପ୍ରଦୀପ ଦୀପାଳି ଆଡ଼କୁ ନିରୀକ୍ଷଣ କରି ମୋର ଅପାରଗତା ସ୍ୱୀକାର କଲି। ହଠାତ୍ ଚମକି ପଡ଼ିଲି। ତୁମେ ପ୍ରାଥମିକ ଜ୍ୟୋତିର୍ବିଜ୍ଞାନ ପଢ଼ି ମଧ୍ୟ ଆକାଶର ଗ୍ରହ ଉପଗ୍ରହ ଗୁଡ଼ିକୁ ଚିହ୍ନି ନାହଁ? ମୁଁ କୌଣସି ଉତ୍ତର ନ ଦେଇ କୃଷ୍ଣପକ୍ଷର ସେହି ଘନ ତମସାବୃତ ଆକାଶ ଆଡ଼କୁ ଅନାଇ ରହିଲି। ଆକାଶର ଜ୍ୟୋତିଷ ଗୁଡ଼ିକ ସତେ ଯେପରି ମୋତେ ଆହୁରି ଉଜ୍ଜ୍ୱଳ ଦିଶିବାକୁ ଲାଗିଲେ। ସେ ମୋତେ ହାତ ଠାରି ଚିହ୍ନାଇ ଦେଲେ, ସେହି ଯେଉଁ ଈଷତ୍ ରକ୍ତବର୍ଣ୍ଣର ସ୍ଥିର ଆଲୋକ ବିଶିଷ୍ଟ କ୍ଷୁଦ୍ର ଜ୍ୟୋତିଷ୍କଟି ଦେଖୁଛ, ସେହି ଆମର ଇପ୍ସିତ ମଙ୍ଗଳ ଗ୍ରହ ଲରା। ଆମକୁ ସେହି ଗ୍ରହକୁ ଯିବାକୁ ପଡ଼ିବ। ଦିଗ୍ବଳୟ ନିକଟରେ ସେ ଯେଉଁ ଉଜ୍ଜ୍ୱଳ ତାରକାଟି ଦେଖୁଛ, ତାହା ହେଉଛି ଶୁକ୍ର ଗ୍ରହ ଓ ପୂର୍ବ ଦିଗରେ ଏହି ଯେଉଁ ଜ୍ୟୋତିଷ୍କଟି ଦେଖୁଛ, ତାହା ହେଉଛି ଗ୍ରହରାଜ ବୃହସ୍ପତି। ଶନି ଗ୍ରହକୁ ବର୍ତ୍ତମାନ ଦେଖିପାରିବନି ତମେ। ଅଧ୍ୟାପକଙ୍କ ନିର୍ଦ୍ଦେଶ ଅନୁଯାୟୀ ଗୋଟିକ ପରେ ଗୋଟିଏ ଖାଲି ଆଖିକୁ ଦିଶୁଥିବା ଗ୍ରହଗୁଡ଼ିକୁ ଚିହ୍ନିଗଲି। ସେଥି ସଙ୍ଗେ ସଙ୍ଗେ ଅଧ୍ୟାପକ ମୋତେ ଆକାଶରେ କେତେ ଗୁଡ଼ିଏ ନକ୍ଷତ୍ର ମଧ୍ୟ ଚିହ୍ନାଇ ଦେଲେ। ଖାଲି ଆଖିରେ ଯେଉଁ ମଙ୍ଗଳ ଗ୍ରହକୁ ଦେଖୁଛ, ତାକୁ ଦେଖିବ ଲରା। ଦୂରବୀକ୍ଷଣ ଯନ୍ତ୍ର ଭିତରେ ଏହା କେତେ ବଡ଼ ଦିଶିବ। ଏହା କହି ତଳକୁ ଦୂରବୀକ୍ଷଣ ଯନ୍ତ୍ର ଆଣିବା ପାଇଁ ଚାଲିଗଲେ। ମୁଁ ଛାତ ଉପରେ ସେହି ଅମାବାସ୍ୟା ରାତ୍ରିରେ ନିଜକୁ ମିଶାଇ ଦେଇ ଆକାଶର ଦୀପାବଳି ଆଡ଼କୁ ଅନାଇ ରହିଲି। ଭାବୁଥିଲି, ଅଧ୍ୟାପକଙ୍କର ସେହି କଣ୍ଠର ଦରଦଭରା ସ୍ୱର। ମୋ କାନରେ ତାଙ୍କର ଡାକ ବାରମ୍ବାର ଶୁଭି ଯାଉଥାଏ, ଲରା, ଲରା। ଅଧ୍ୟାପକଙ୍କ ଡାକରେ ଭାବନା ରାଜ୍ୟରୁ ହଠାତ୍ ଫେରିଆସି ଦୂରବୀକ୍ଷଣ ଯନ୍ତ୍ରଠାକୁ ଗଲି ଓ ସେଥିରେ ଆଖି ଲଗାଇଲି। ଅଧ୍ୟାପକ ମୋ ପଛପଟେ ଠିଆ ହୋଇ ଲେନ୍ସକୁ ଆଡ଼ଜଷ୍ଟ କରୁ କରୁ ପଚାରିଲେ, ତୁମେ ଏବେ ସ୍ପଷ୍ଟ ଦେଖିପାରୁଛ ଲରା? ମୁଣ୍ଡଟି ହଲାଇ ହଁ ଭରିଲି। ଦୂରବୀକ୍ଷଣ ଯନ୍ତ୍ର ଭିତରେ ଗ୍ରହକୁ ଏତେ ବଡ଼ ଦେଖି ଚମକି ପଡ଼ିଲି। ଯେଉଁ ଗ୍ରହ ଖାଲି ଆଖକୁ ଏତେ ଛୋଟ ଦିଶୁଥିଲା, ତାକୁ ଯନ୍ତ୍ର ଭିତରେ ଏତେ ବଡ଼ ଦେଖିଲେ କିଏ ଆଶ୍ଚର୍ଯ୍ୟ ନ ହେବ ସତେ? ବଡ଼ ପାଟିରେ କହିଲି, ଏ କ'ଣ ଆମ ମଙ୍ଗଳ ଗ୍ରହ? ଏହା ଯେ କେଡ଼େ ବଡ଼ଟାଏ ଦିଶୁଛି। ହଁ, ସେହି ତୁମ ମଙ୍ଗଳ ଗ୍ରହ ଲରା। ଟିକିଏ ଈଷତ୍ ଲାଲ ବର୍ଣ୍ଣ, ଦେଖିପାରୁନାହଁ? ହସି ହସି ମୋ କାନ ପାଖରେ ଏତକ କହିଦେଲେ। କହିଲା ବେଳେ କାନ୍ଧ ପାଖରେ ମୁଁ ଅନୁଭବ କରୁଥିଲି ଏକ ଉଷ୍ଣ ଶ୍ୱାସ। ଏହି ଉଷ୍ଣ ଶ୍ୱାସ ଭିତରେ ଫୁଟି ଉଠିଥିଲା ତାଙ୍କ ହୃଦୟର ଏକ ଅତୃପ୍ତ ବାସନା। ମୁଁ କାହିଁକି ହଠାତ୍ ଅବଶ ହୋଇପଡ଼ିଲି। ମଙ୍ଗଳ ଗ୍ରହ ମୋ ଆଖିକୁ ଚହଲି ଗଲାଭଳି ଜଣାପଡ଼ିଲା। ଦୂରବୀକ୍ଷଣ ଯନ୍ତ୍ର ଭିତରେ ମୋତେ ଆଉ କିଛି ଦିଶିଲାନି। ମୁଁ ଠିଆ ହେଉଁ ହେଉଁ ଢଳି ପଡ଼ିଲି। ପଡ଼ିଯାଉଥିଲି। ସେ ମୋତେ ଧରି ପକାଇ କୋଳକୁ ଆଉଜାଇ ନେଲେ। ବିଜୁଳିର ଚମକ ପାଇ ମୋ ଦେହରେ ଏକ ଅପୂର୍ବ ଶିହରଣ ଖେଳିଗଲା। ମୁଁ ଆହୁରି ଅବଶ ହୋଇପଡ଼ିଲି। ମୋ ଦୁର୍ବଳ ଚକ୍ଷୁ ସେତେବେଳକୁ ଧୀରେ ଧୀରେ ବନ୍ଦ ହୋଇ ଆସୁଥାଏ। ମୁଦ୍ରିତ ନୟନର ଅନ୍ଧକାର ଭିତରେ ଦେଖୁଥାଏ କଳ୍ପନାର କେତେ ଅମରାବତୀ। ବୁକୁ ତଳେ ମୋର ତୋଳି ହୋଇ ଯାଉଥାଏ ସ୍ୱପ୍ନର କେତେ ପାରିଜାତ। ମୋର ଚୂର୍ଣ୍ଣ କୁନ୍ତଳକୁ ସଜାଡ଼ୁ ସଜାଡ଼ୁ ସେ ଦରଦଭରା କଣ୍ଠରେ ଡାକିଲେ, ଲରା, ତୁମେ ହଠାତ୍ ଏପରି ଅବଶ ହୋଇପଡ଼ିଲ ଯେ? ଆଖି ଫିଟାଇଲି। ଘନ ଅନ୍ଧକାର ଭିତରେ ତାଙ୍କର ଉଜ୍ଜ୍ୱଳ ପ୍ରଦୀପ୍ତ ମୁହଁକୁ ଦେଖି ଆତ୍ମହରା ହୋଇପଡ଼ିଲି। ସେତେବେଳେ ହଠାତ୍ ସେହି ଦୂର କୃଷ୍ଣାକାଶରେ କ୍ଷଣକ ପାଇଁ ଟାଣି ହୋଇଗଲା ଏକ ଆଲୋକିତ ଗାର। ମୋ କାନ ପାଖରେ ଧୀରେ ଧୀରେ କହି ଉଠିଲେ, କୃଷ୍ଣାକାଶରେ ସେହି ଆଲୋକିତ ଗାର ଦେଖିପାରିଲ ଲରା? ତାଙ୍କ କଠିନ ଆବେଷ୍ଟନୀ କ୍ରମଶଃ କୋହଳ ହୋଇ ଆସୁଥାଏ। ହଁ, ଦେଖିଲି। ମନେ ମନେ ଭାବୁଥାଏ, ଉଲ୍କା ସ୍ଖଳନର କ୍ଷୀଣ ରେଖା ଭଳି ମୋ ମନରେ ଯେଉଁ କ୍ଷୀଣ ଆଶା ଟିକକ, ତାହା ସତେ କ'ଣ କେବେ ଫଳବତୀ ହେବ? ସେ କି ଗାର? ଉଲ୍କା ସ୍ଖଳନ ହେତୁ। କିନ୍ତୁ ସେ ଉଲ୍କା ଗଲା କୁଆଡ଼େ? ଆକାଶରେ ଜଳିଯାଇ ଯେ ଭସ୍ମ ହୋଇଗଲା। ତେବେ ସେ ଉଲ୍କା କ'ଣ ଆଉ ପୃଥିବୀରେ ପଡ଼ିବନି? କେବଳ ଭସ୍ମତକ ହିଁ ପଡ଼ିବ? ତାଙ୍କର ସେହି ପ୍ରଶ୍ନଗୁଡ଼ିକର ଉତ୍ତର ମନ୍ତ୍ରମୁଗ୍ଧ ଭାବରେ ଦେଇଯାଉଥିଲି। ମନେ ମନେ ଭାବୁଥିଲି, ସେହି ମୁହୂର୍ତ୍ତଟି କେଡ଼େ ମଧୁର ଓ ମୂଲ୍ୟବାନ। ଏହାର ପରିସମାପ୍ତି ନ ହୁଅନ୍ତା କି? ଉପଲବ୍ଧି କଲି, ମଙ୍ଗଳ ଗ୍ରହରେ ଆମେ ଦିନେ ପହଞ୍ଚି ସେଠାକାର ଅବସ୍ଥା ଆବିଷ୍କାର କରିବା ଯେତେ ଆନନ୍ଦଦାୟକ ହେବ, ଏହା ତାଠାରୁ ଶତଗୁଣ ଅଧିକ ଆନନ୍ଦଦାୟକ। ଆବେଷ୍ଟନୀ ପୁନର୍ବାର କଠିନ ହୋଇ ଆସିଲା। ତାଙ୍କ ଓଠର ସ୍ନିଗ୍ଧ ପରଶ ମନ ଭିତରେ ସୃଷ୍ଟି କରୁଥିଲା ଫଲ୍ଗୁର ଜୁଆର। ବକ୍ଷ ବକ୍ଷର ନିବିଡ଼ ଆଲିଙ୍ଗନ ଭିତରେ ମୁଁ ପୂରାପୂରି ନିଜକୁ ହଜାଇ ଦେଇଥିଲି। ଆମର ସବୁ ଠିକ୍ଠାକ୍ ହୋଇସାରିବା ପରେ ଏପରି ଏକ ଆକସ୍ମିକ ଦୁର୍ଘଟଣା ଘଟିଲା, ଯାହା ଫଳରେ ମୋର ସମସ୍ତ ପ୍ରସ୍ତାବନା ଗୋଳମାଳ ହୋଇଗଲା। ଦୁର୍ଘଟଣାର ମର୍ମନ୍ତୁକ କାହାଣୀ ଆମକୁ ଏତେ ଅଧୀର କରିପକାଇଲା ଯେ ଅଭିଯାନ ଆରମ୍ଭ କରାଯିବ କି କ'ଣ ସେ ବିଷୟରେ ଆମେ ସନ୍ଦିହାନ ହୋଇପଡ଼ିଲୁ। ହଠାତ୍ 2 ଦିନ ସାମାନ୍ୟ ଜ୍ୱରରେ ଅଧ୍ୟାପକଙ୍କ ମା ଇହଲୀଳା ସମ୍ବରଣ କଲେ। ବିଜ୍ଞାନର ଶ୍ରେଷ୍ଠତମ ଉପାୟ ପ୍ରୟୋଗ କରି ମଧ୍ୟ ତାଙ୍କୁ କେହି ବଞ୍ଚାଇ ପାରିଲେନି। ମୃତ୍ୟୁ ଶଯ୍ୟାରେ ସେ ଆମ 2 ଜଣଙ୍କ ହାତ ମିଳାଇ ଦେଇ କହିଲେ, ପ୍ରାଣର ପ୍ରିୟ ଜନ୍, ଆଜିଠାରୁ ତୋର ସମ୍ପୂର୍ଣ୍ଣ ଦାୟିତ୍ୱ ମୁଁ ଲରା ହାତରେ ଦେଇ ନିଶ୍ଚିନ୍ତ ହେଲି। ମା ହିସାବରେ ମୁଁ ତୋର ଯେଉଁ ଯତ୍ନ ନେଉଥିଲି, ତାଠାରୁ ଢେର ଅଧିକ ଯତ୍ନ ନେଇପାରିବ ଲରା।
ତୁ ଲରାକୁ ଯେପରି ସାଦରେ ଗ୍ରହଣ କରୁ ସେତିକି ମୋର କାମନା। ତୁମ ଦୁଇ ଜଣଙ୍କ ଆଗରେ ମୁଁ ଯେ ଆରପାରିକୁ ଚାଲିଯାଉଛି ସେହି ମୋର ଆନନ୍ଦ। ଏତକ କହୁ କହୁ ତାଙ୍କ ଚକ୍ଷୁ କ୍ଷଣକ ପାଇଁ ଉଜ୍ଜଳ ହୋଇ ଧୀରେ ଧୀରେ ବନ୍ଦ ହୋଇ ଆସିଲା। ଶୋକ ସନ୍ତପ୍ତ ହୃଦୟରେ ନିଜକୁ ସମ୍ଭାଳି ନ ପାରି ମୁଁ କାନ୍ଦି ଉଠିଲି। ଅଧ୍ୟାପକ ମା ମା କହି ତାଙ୍କ ଉପରେ ଲୋଟି ପଡ଼ିଲେ। ମାଙ୍କର ମୃତ୍ୟୁ ପରଠାରୁ ଆମ କାହାରି ମନରେ ସୁଖ ନାହିଁ। ଅଧ୍ୟାପକ ଏଥିରେ ଏତେ ଭାଙ୍ଗି ପଡ଼ିଲେ ଯେ ବିଶ୍ୱବିଦ୍ୟାଳୟକୁ ଯାଇ କାର୍ଯ୍ୟ କରିବା ତାଙ୍କ ପକ୍ଷରେ ଦୁରୂହ ହୋଇପଡ଼ିଲା। ମୃତ୍ୟୁର କିଛି ଦିନ ପରେ ସେ ଦିନେ ମୋତେ ଡାକି କହିଲେ, ଦେଖ ଲରା, ଯାହା ହେବାର ତ ହେଲାଣି, ଭାବିଲେ ଆଉ କ'ଣ ହେବ। ବର୍ତ୍ତମାନ ଆମ ଅଭିଯାନର ସମସ୍ତ ବନ୍ଦୋବସ୍ତ କରିବା ଛଡ଼ା ଆଉ ଉପାୟ ନାହିଁ। ପୃଥିବୀ ଛାଡ଼ିବା ଆଉ କେତେ ଦିନ ବାକି ଅଛି କହିଲ? ଆଉ 10 ଦିନ ମାତ୍ର, ଉତ୍ତର ଦେଲି। ତେବେ ଏ ଦିଗରେ ଆଉ ହେଳା ନ କରି ଶୀଘ୍ର ବନ୍ଦୋବସ୍ତ କରିବାକୁ ପଡ଼ିବ। ଦିନ ଯେ ପାଖେଇ ଆସିଲାଣି। ପୃଥିବୀ ଛାଡ଼ିବାକୁ ଆଉ 3 ଦିନ ବାକି ଥାଏ। ପରମାଣୁ ଯାନ କୋଠରୀରେ ଆମର 6 ମାସ ଚଳିବା ପାଇଁ ଖାଦ୍ୟ ଓ ପାନୀୟ ମହଜୁଦ କଲୁ। ପୋଷାକପତ୍ର, ବିଛଣା, ସେଜ ଇତ୍ୟାଦି ନେଇ ମୁଁ କୋଠରୀକୁ ଘର ଭଳି ସଜାଇ ଦେଲି। କୋଠରୀକୁ ଦିନେ ସଜାଉ ସଜାଉ ଅଧ୍ୟାପକ ପରମାଣୁ ଯାନ ଭିତରକୁ ପଶି ଆସିଲେ। ବେଶ ତ କାମରେ ଲାଗିଛ ଲରା। ଆନ୍ତର୍ଗ୍ରହ ଭ୍ରମଣରେ ମୋ ଠାରୁ ତୁମର ବେଶୀ ଆଗ୍ରହ ଥିଲା ଭଳି ଜଣାପଡ଼ୁଛି। ସବୁ ଠିକ୍ ଅଛି କି କ'ଣ ଭଲ ଭାବରେ ଦେଖିନିଅ। ଆମେ ଯେପରି କିଛି ଦରକାରୀ ପଦାର୍ଥ ଛାଡ଼ି ନ ଯାଉଁ, ନହେଲେ ବାଟରେ ଆମର ହଇରାଣର ସୀମା ରହିବନି। ସେଠାରେ କେହି ନଥିବେ ଆମ ଦୁଃଖ ଦୁର୍ଦ୍ଦଶା ଦେଖି ଆମକୁ ସାହାଯ୍ୟ କରିବା ପାଇଁ। ସେ ମୋତେ ଏତକ କହୁଁ କହୁଁ ନିଜେ ଥରେ ଇଞ୍ଜିନ ଚଳାଇ ଦେଖିନେଲେ ଏହା ଠିକ୍ ଅଛି କି କ'ଣ। ଯାହା ହେଉ, ଏଥର ଆମ ଅଭିଯାନ ନିଶ୍ଚୟ ସଫଳତା ଲାଭ କରିବ ଲରା। ମୋର କାହିଁକି ଆଉ କୌଣସି ଭୟ ବା ସନ୍ଦେହ ହେଉନି। ପୃଥିବୀ ଛାଡ଼ିବା ଆଉ ଦିନେ ବାକି ଥାଏ। ନ୍ୟୁକ୍ଲିୟର ପଦାର୍ଥ ବିଜ୍ଞାନଗାରରୁ ତିଆରି କରିଥିବା ବାର୍କିଲିୟମତକ ଲୁଚାଇ ଘେନି ଆସିଲୁ। ବାର୍କିଲିୟମକୁ ଯଥାସ୍ଥାନରେ ରଖି ପରଦିନକୁ ଅପେକ୍ଷା କରି ରହିଲୁ।